ତ ପିଲାମାନେ ଆଜି ଆମେ କ୍ୱେଶ୍ଚିନ୍ ଆନ୍ସର୍ କରିବା ଆନନ୍ଦମୟ ସ୍ୱଚ୍ଛ ଜୀବନ ଯାପନ। 4 କ୍ଲାସ୍ର ଆମ ବିଚିତ୍ର ବିଷୟ ଚତୁର୍ଥ ଶ୍ରେଣୀର ପରିବେଶ ପାଠ। ତ ଷଷ୍ଠ ପାଠଟା କରିବା କ୍ୱେଶ୍ଚିନ୍ ଆନ୍ସର୍ ଆନନ୍ଦମୟ ସ୍ୱଚ୍ଛ ଜୀବନ ଯାପନ। ଦେଖ କାର୍ଯ୍ୟ 1ରେ କ'ଣ ଲେଖା ହେଇଛି ଦେଖ କ୍ୱେଶ୍ଚିନ୍। ନିମ୍ନରେ ଦିଆଯାଇଥିବା ଖାଦ୍ୟଗୁଡ଼ିକ ସେଗୁଡ଼ିକୁ ତିଆରି କରିବାର ବ୍ୟବହୃତ ସାମଗ୍ରୀ ସହ ଯୋଡ଼। ତ ପିଲାମାନେ ଦେଖ ଏଠି ଖେଚୁଡ଼ି, ପକୁଡ଼ି, ଇଡଲି, ନିମିକି ଦେଇ ଦେଇଛି ପିଲାମାନେ। ତାର ସାମଗ୍ରୀ ବି ଦେଇ ଦେଇଛି ବୁଟ, ଗଜାମ, ରାଜମା, କନ୍ଧମୂଳ, ଚାଉଳ ଏପରି ଦେଇ ଦେଇଛି। ଦେଖ ପିଲାମାନେ ଖେଚୁଡ଼ି କିପରି ତିଆରି ହେଉଛି, ପକୁଡ଼ି, ଇଡଲି, ନିମିକି ସବୁ କିପରି ତିଆରି ହେଉଛି ଏଇ ସାମଗ୍ରୀ ଭିତରୁ କାଢ଼ିବା। ତ ଆନ୍ସର୍ କ'ଣ ଲେଖିବ ଦେଖ କହିଦେଉଛି। ତ ପିଲାମାନେ ଖେଚୁଡ଼ି ହେବ ଚାଉଳ, ପକୁଡ଼ି ହେବ ଚୁନା ବା ଚଣା ଚୁନା, ଇଡଲି ହେବ ଚାଉଳରେ ହେବ, ନିମିକି ହେବ ଗହମ, ଡାଲି ମୁଗ ବା ଚଣା ଦେଇଛି, ଲଡ଼ୁ ହେବ ଚଣା ବା ବାଦାମରେ ହେବ, ତାପରେ ପୋଡ଼ ପିଠା ହେବ ଚାଉଳ, ତାପରେ ରୁଟି ହେବ ଗହମ। ତ ପିଲାମାନେ 1 ନମ୍ବର କାର୍ଯ୍ୟ ଅଛି ଏମିତି ଲେଖିବ। ଏବେ ଦେଖ ନେକ୍ସଟ ପେଜରେ କ'ଣ ଦିଆଯାଇଛି। ତ ପିଲାମାନେ ନେକ୍ସଟ ପେଜରେ ଦିଆଯାଇଛି ଶସ୍ୟର ସ୍ଥାନାନ୍ତରଣ। ତ ପିଲାମାନେ 86 ନମ୍ବର ପେଜରେ ଦିଆଯାଇଛି ଚାଷ କେମିତି କରାଯାଏ। ଦେଖ ବିଲରେ ଫାଷ୍ଟ ଧାନ ବା ମଞ୍ଜି ବୁଣାଯାଏ, ତାପରେ ଚାଷ ଗଛ ହୁଏ। ତ ଏଇ ପ୍ରଣାଳୀ ଅନୁସାରେ ଚାଷ କେମିତି କରାଯାଏ ବା ଧାନ ବା ଚାଉଳ ଗହମ କେମିତି କରାଯାଏ ତ ଦିଆଯାଇଛି। ତ ଏବେ ଦେଖ ନେକ୍ସଟ ପେଜ କାଢ଼ କ୍ୱେଶ୍ଚିନ୍ କ'ଣ ଦେଇଛି। ତ ପିଲାମାନେ 88 ନମ୍ବର ପେଜ କାଢ଼। 1 ନମ୍ବର ଦେଖ କ'ଣ ଦେଇଛି, କାର୍ଯ୍ୟ 2 କ'ଣ ଲେଖା ହେଇଛି ଦେଖ କ୍ୱେଶ୍ଚିନ୍। ପୂର୍ବ ପୃଷ୍ଠାରେ ଦିଆଯାଇଥିବା ଚିତ୍ର ଗୁଡ଼ିକୁ ଦେଖି ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ଦେଖ 1 ନମ୍ବର କ'ଣ ଲେଖା ହେଇଛି, ଶସ୍ୟକୁ ତାର ଯାତ୍ରାର ସାହାଯ୍ୟ କରୁଥିବା ଉପାଦାନ ଗୁଡ଼ିକୁ ଠିକ୍ ଚିହ୍ନ ଦିଅ। ତ ପିଲାମାନେ ଏଠି ଦେଖ ଗୋଟେ ସାରଣୀ ବା ବକ୍ସ ଗୋଟେ କରିଦେଇଛି। ସେଠି ବକ୍ସରେ ମାଟି, ପଥର, ବାୟୁ, କାଠ, ପାଣି, ବାଘ, କୃଷକ, ଜିଆ, ପାହାଡ଼, ନିଆଁ, କୀଟପତଙ୍ଗ ଓ ବାଦୁଡ଼ି। ତ ପିଲାମାନେ ଏଥି ଭିତରୁ ଶସ୍ୟର କୋଉ ଆବଶ୍ୟକ ହେଉଛି ଦେଖ। ତ ମାଟି ଆବଶ୍ୟକ ହେଉଛି, ସେଥିରେ ଠିକ୍ ମାରିବ। ତ ପିଲାମାନେ ମାଟିରେ ଗୋଟେ ଠିକ୍ ମାରିବ, ଆଉ ଗୋଟେ ବାୟୁରେ ଗୋଟେ ଠିକ୍ ମାରିବ, ଆଉ ଗୋଟେ ପାଣିରେ ଗୋଟେ ଠିକ୍ ମାରିବ, ଆଉ ଗୋଟେ କୃଷକରେ ଗୋଟେ ଠିକ୍ ମାରିବ, ଆଉ ଗୋଟେ କିରେ ଯେ ଜିଆରେ ଠିକ୍ ମାରିବ। ତ ପିଲାମାନେ ଜିଆ ଗୋଟେ ମାଟି ତଳେ ରହିଥାଉଛି, ଫସ୍ଫରସରେ ରହିଥାଉଛି, ତ ସେଇଟା ଗୋଟେ ଠିକ୍ ମାରିବ। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ଆସ ଲେଖିବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ଏହି ପ୍ରକ୍ରିୟାରେ କୃଷକମାନଙ୍କର ଭୂମିକା କ'ଣ। ତ ଉତ୍ତର କ'ଣ ଲେଖିବ ଦେଖ। ତ ପିଲାମାନେ 1 ନମ୍ବର ଉତ୍ତର ଲେଖିବ, କୃଷକମାନେ ହେଉଛନ୍ତି ଅନ୍ନଦାତା। ସେମାନେ ଜମି ପ୍ରସ୍ତୁତ କରିବା, ବିହନର ବୁଣିବା, ଠିକ୍ ସମୟରେ ଖତ ଓ ସାର ପ୍ରୟୋଗ କରିବା, ଜଳସେଚନ କରିବା ଏବଂ ଶେଷରେ ଫସଲ ଅମଳ କରି ଆମ ପାଖରେ ଖାଦ୍ୟ ପହଞ୍ଚାଇବାର ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଉପରୋକ୍ତ ସାରଣୀରେ ଯେଉଁ ଉପାଦାନ ଗୁଡ଼ିକ ନାହିଁ ତାର ତାଲିକା ପ୍ରସ୍ତୁତି କର। ତ ଦେଖ କ'ଣ ଲେଖିବ। ତ ପିଲାମାନେ 2 ନମ୍ବର ଉତ୍ତର ଲେଖିବ, ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ମାଟି ଓ ପାଣି ବ୍ୟତୀତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଲା। ଗୋଟେ ଲେଖିବ ସୂର୍ଯ୍ୟାଲୋକ, ଖତ ଓ ସାର, କୃଷି ଯନ୍ତ୍ରପାତି ଓ ଶ୍ରମିକ। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ। ତ ପିଲାମାନେ ଦେଖ ତା ତଳୁ କ୍ୱେଶ୍ଚିନ୍ ଆଉ ଗୋଟେ କ'ଣ ଦିଆଯାଇଛି, ବିହନ ବୁଣାଯିବା ଠାରୁ ଆରମ୍ଭ କରି ଆମ ଖାଦ୍ୟ ଥାଳିରେ ପହଞ୍ଚିବା ପର୍ଯ୍ୟନ୍ତ ଏହା ଏକ ଉଲ୍ଲେଖନୀୟ ଯାତ୍ରା। ତୁମେ ଏହି ଯାତ୍ରାରେ ଜଡ଼ିତ ବିଭିନ୍ନ ଉପାଦାନ ଗୁଡ଼ିକର ଭୂମିକା ଗୁଡ଼ିକୁ ତାଲିକା କରିପାରିବ କି। ଦେଖ ଏଠି ମାଟି ପାଣି ଦେଇଦେଇଛି, କ'ଣ କ'ଣ ଦିଆଯାଇଛି ଦେଖ। ଫାଷ୍ଟ ଏଟା ଲେଖିବ ମାଟିରେ କ'ଣ ଲେଖିବ ଦେଖ କହିଦେଉଛି। ତ ମାଟିରେ ଲେଖିବ, ମାଟି ହେଉଛି ଗଛ ବଢ଼ିବା ପାଇଁ ମୁଖ୍ୟ ଆଧାର। ଏହା ଗଛର ଚେରକୁ ଜାବୁଡ଼ି ଧରି ରଖେ ଏବଂ ଗଛକୁ ଆବଶ୍ୟକ ଖଣିଜ ଲବଣ ଓ ପୋଷକ ତତ୍ତ୍ୱ ଯୋଗାଇଥାଏ। ତ ପିଲାମାନେ ମାଟି ବିଷୟରେ ଏମିତି ଲେଖିବ। ପାଣି ବିଷୟରେ କ'ଣ ଲେଖିବ ଦେଖ କହିଦେଉଛି। ତ ପାଣି ବିଷୟରେ ଲେଖିବ, ପାଣି ବିନା ଗଛ ବଞ୍ଚିବା ଅସମ୍ଭବ। ଏହା ମାଟିରୁ ପୋଷକ ତତ୍ତ୍ୱ ସଂଗ୍ରହ କରି ଗଛର ବିଭିନ୍ନ ଅଂଶକୁ ପହଞ୍ଚାଇବାର ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସାହାଯ୍ୟ କରେ। ତ ପିଲାମାନେ ପାଣି ବିଷୟରେ ଏମିତି ଲେଖିବ। ତ ଦେଖ ନେକ୍ସଟ ପେଜରେ କ'ଣ ଲେଖା ହେଇଛି, 89 ପେଜରେ କୃଷକ ଲେଖା ହେଇଛି। ଦେଖ କୃଷକରେ କ'ଣ ଲେଖିବ କହିଦେଉଛି, କୃଷକ ଗୋରୁ, ଦୋକାନୀ, ପରିବାର ସଦସ୍ୟ, ଅନ୍ୟ କେହି। ତ କ'ଣ ଲେଖିବ ଦେଖ, ଫାଷ୍ଟ କୃଷକର କ'ଣ ଲେଖିବ। ତ କୃଷକରେ ଲେଖିବ, କୃଷକ ବିଲରେ କଠିନ ପରିଶ୍ରମ କରି ଫସଲ ଅମଳ କରେ, ଲେଖିବ ଏମିତି। ତାପରେ ଗୋରୁ ଦେଇଛି, ଗୋରୁରେ ଲେଖିବ, ଗୋରୁ ଆମକୁ ମିଠା କ୍ଷୀର ଦିଏ ଏବଂ ଗୋବରରୁ ଖତ ପ୍ରସ୍ତୁତ ହୁଏ। ତ ଗୋରୁ ଏମିତି ଲେଖିବ। ଓ ନମ୍ବର ଦେଖ ଦୋକାନୀ କ'ଣ ଦିଆଯାଇଛି। ତ ଓ ନମ୍ବର ଦେଖିବ ଦୋକାନୀ ଗ୍ରାହକମାନଙ୍କ ଆବଶ୍ୟକ ଜିନିଷପତ୍ର ସଠିକ୍ ମୂଲ୍ୟରେ ବିକ୍ରି କରେ।
ତ ଦୋକାନୀରେ ଏମିତି ଲେଖିବ। ତାପରେ ଦେଇଛି ପରିବାରର ସଦସ୍ୟ। ଉତ୍ତର ଲେଖିବ ପରିବାରର ସଦସ୍ୟମାନେ ପରସ୍ପରକୁ ସୁଖ ଦୁଃଖରେ ସାହାଯ୍ୟ ଓ ସ୍ନେହ କରନ୍ତି, ଏମିତି ଲେଖିବ। ତାପରେ ଅନ୍ୟ କେହି ଦେଖ ଦେଇଛି। ଅନ୍ୟ କେହିରେ ଲେଖିବ ଅନ୍ୟ କେହି ବିପଦରେ ପଡ଼ିଥିଲେ ଆମେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ତ ପିଲାମାନେ ଏମିତି ଗୋଟେ ଗୋଟେ ଧାଡ଼ିରେ ଲେଖିବ, ଗୋଟେ ଗୋଟେ କରିରେ। ଏବେ ଦେଖ କାର୍ଯ୍ୟ 3 ନମ୍ବର କ'ଣ ଦେଇଛି। ତୁମେ ଖାଉଥିବା ଖାଦ୍ୟ ପାଇଁ ଆଉ ତାହାକୁ ଧନ୍ୟବାଦ, ଏଇଟା ଆଉ ତାହାକୁ ଲେଖାଯାଇଛି, ଆଉ କାହାକୁ ହବ ଧନ୍ୟବାଦ ଦେବାକୁ ଚାହୁଁଛ କି? ତେବେ ନିମ୍ନଲିଖିତ ସ୍ଥାନରେ ଉତ୍ତର ଲେଖ। ତ ପିଲାମାନେ ଦେଖ ମଝିରେ ଗୋଟେ ଖାଦ୍ୟ ବୋଲି ଗୋଟେ ଗୋଲ ବୁଲାଇଛି, ତାପରେ ଧନ୍ୟବାଦ 8ଟା ଧନ୍ୟବାଦ ଲେଖା ହେଇଛି। ତ ଦେଖ କ'ଣ କ'ଣ ଲେଖିବ ସେ ଧନ୍ୟବାଦ ତଳୁ ଆନ୍ସର। ତ ପିଲାମାନେ ଆମେ ପ୍ରଥମେ ଲେଖିବା ଚାଷୀ। ଚାଷୀ ଯଦି ନଥାଥିଲେ ପିଲାମାନେ ଆମେ କୌଣସି ପ୍ରକାର ଖାଦ୍ୟ ଖାଇପାରୁନଥାନ୍ତୁ, ତାପରେ ଧାନ ଚାଉଳ କିଛି ଖାଇପାରୁନଥାନ୍ତୁ, ଚାଷୀକି ଦେବା। ତାପରେ ମା ବା ବାପାକୁ ଗୋଟେ ଲେଖିବା। ଆମକୁ ମା କ'ଣ କରନ୍ତି ପିଲାମାନେ ରୋଷେଇ କରିଦିଅନ୍ତି, ତ ଆମେ ତାଙ୍କୁ ବି ଧନ୍ୟବାଦ ଦେବା। ଭଗବାନ ଆମକୁ ସାହାଯ୍ୟ କରନ୍ତି, ତାକୁ ବି ଆମେ ଧନ୍ୟବାଦ ଦେବା। ତାପରେ ପ୍ରକୃତି, ତାପରେ ମାଟି, ସେଥିରେ ଗୋଟେ ଧନ୍ୟବାଦରେ ଲେଖିବ ଗୋଟେ ଗୋଟେ। ଆଉ ଗୋଟେ ଲେଖିବ ସୂର୍ଯ୍ୟ ଲେଖିବ, ବର୍ଷା ଲେଖିବ, ଗଛଲତା ଲେଖିବ। ତ ପିଲାମାନେ ଆମକୁ ଏମାନେ ସବୁ ସୂର୍ଯ୍ୟ କିରଣ ଆମକୁ ଦିଅନ୍ତି, ଆଲୋକ ଦିଅନ୍ତି। ତାପରେ ବର୍ଷା ହେଲେ ଆମର ଖାଦ୍ୟ ଶସ୍ୟ ସବୁ ହେଇଥାନ୍ତି, ବିଲ ବାଡ଼ ସବୁ ପାଣି ହେଇ ଧାନ ଚାଷ ସବୁ କରନ୍ତି। ତାପରେ ଗଛ ଆମକୁ ଛାଇ ଦିଅନ୍ତି, ଅମ୍ଳଜାନ ଦିଅନ୍ତି। ତ ଏହିପରି ଭାବେ ଧନ୍ୟବାଦରେ ଗୋଟେ ଗୋଟେ ତଳକୁ ଲେଖିବ। ଏବେ ଦେଖ ଚାଲ ନେକ୍ସଟ ପେଜ କ'ଣ ଦିଆଯାଇଛି। ତ ପେଜ ନମ୍ବର 90 କାଢ଼। ଦେଖ 90 ପେଜରେ କ'ଣ ଲେଖା ଅଛି। ତୁମେ ଜାଣିଛ କି ଭାରତର ବିଭିନ୍ନ ସାଂସ୍କୃତିକ ପ୍ରଥା ଏବଂ ପର୍ବ ରହିଛି ଯେଉଁଥିରେ ଆମେ ଖାଉଥିବା ଖାଦ୍ୟ ପାଇଁ ପ୍ରକୃତି ମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥାଉ, ଯେପରି ମକର ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ନୂଆଖାଇ, ରଜ ଉତ୍ସବ, ଅନମ ଲହରୀ ଏବଂ ଅନ୍ୟାନ୍ୟ ପର୍ବପର୍ବାଣି। ତ ପିଲାମାନେ ଆମେ ବିଭିନ୍ନ ପ୍ରକାର ପର୍ବପର୍ବାଣି ଆମେ ପୂଜା କରିଥାଉ। ତ ଏଇଟା କିଛି ଦିନ ନେକ୍ସଟ ପେଜରେ ପିଲା ଦଳ ଟିକେ ବସିଛି, ଏଇଟା ବି କିଛି କ୍ୱେଶ୍ଚିନ୍ ଆନ୍ସର ଦିନ। ଏବେ କାଢ଼ ନେକ୍ସଟ ପେଜ, ତାପରେ କ'ଣ ଲେଖା ଅଛି ଦେଖିବା କ୍ୱେଶ୍ଚିନ୍। ତ ପିଲାମାନେ 92 ପେଜ କାଢ଼। ଦେଖ ଆସ କଥା ହେବା। କ୍ୱେଶ୍ଚିନ୍ 1 ନମ୍ବର କ'ଣ ଲେଖା ଅଛି ଦେଖ। 1 ନମ୍ବର ଲେଖା ଅଛି ଏହି ପ୍ରକ୍ରିୟାରେ ତୁମର ଜିଭ କେଉଁ ଭୂମିକା ଗ୍ରହଣ କରେ? ତ ଆର ଉତ୍ତର ଲେଖିବ। ତ କ'ଣ ଲେଖିବ? ଉତ୍ତର ଲେଖିବ ଖାଦ୍ୟ ଖାଇବା ସମୟରେ ଜିଭ ଖାଦ୍ୟର ସ୍ୱାଦ। ତ ପିଲାମାନେ ଏଠି ବାରିବାର ଲେଖା ଅଛି, ଏଇଟା ଲେଖ ଜାଣିବାର ହବ। ଜାଣିବାରେ ସାହାଯ୍ୟ କରେ ଏବଂ ଖାଦ୍ୟକୁ ପାଟି ଭିତରେ ଏପଟେ ସେପଟେ କରି ଚବାଇବାର ଓ ଗିଳିବାର ସାହାଯ୍ୟ କରେ। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। ଏବେ ଦେଖ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ଖାଦ୍ୟ ଖାଇବା ସମୟରେ ତୁମେ ଦାନ୍ତ କ'ଣ କରେ? ତ ଆର ଉତ୍ତର କ'ଣ ଲେଖିବ ଦେଖ। ତ ପିଲାମାନେ ଉତ୍ତର ଲେଖିବ ଖାଦ୍ୟ ଖାଇବା ସମୟରେ ଦାନ୍ତ ଟାଣ ବା ବଡ଼ ଖାଦ୍ୟକୁ କାଟି ଛେଚି ଓ ଗୁଣ୍ଡ କରି ଛୋଟ ଛୋଟ କଣିକାରେ ପରିଣତ କରେ। ତ ପିଲାମାନେ 2 ନମ୍ବର ଉତ୍ତର ଏମିତି ଲେଖିବ। 3 ନମ୍ବର ଦେଖ କ'ଣ ଲେଖା ଅଛି। ଏହି ପ୍ରକ୍ରିୟାରେ ପାଟି ଭିତରେ ଥିବା ଖାଦ୍ୟ ସହିତ କ'ଣ ଘଟେ? ତ ଆର ଉତ୍ତର କ'ଣ ଲେଖିବ ଦେଖ କହିଦେଉଛି। 3 ନମ୍ବର ଉତ୍ତର ଲେଖିବ ପାଟି ଭିତରେ ଖାଦ୍ୟ ଦାନ୍ତ ଦ୍ୱାରା ଚବାଇ ହୋଇ ଗୁଣ୍ଡ ହୁଏ ଏବଂ ଏଥିରେ ଲାଳ ମିଶିବା ଫଳରେ ଖାଦ୍ୟ ନରମ ହୋଇଯାଏ, ଯାହା ଫଳରେ ଏହାକୁ ଗିଳିବା ସହଜ ହୋଇଥାଏ। ତ ପିଲାମାନେ 3 ନମ୍ବର ଉତ୍ତର ଏମିତି ଲେଖିବ। ତ ପିଲାମାନେ ତା ତଳୁ ଦେଖ 3 ନମ୍ବର ତଳୁ ଗୋଟେ ପାରାଗ୍ରାଫ ଲେଖା ଅଛି। କ'ଣ ଲେଖା ଅଛି। ମନୋଯୋଗ ସହକାର ଖାଇବାର ଅର୍ଥ ହେଉଛି ଆମେ କ'ଣ ଖାଉଛୁ ଓ ଖାଇବା ସମୟରେ କେମିତି ଅନୁଭବ କରୁଛୁ ତା ଉପରେ ଧ୍ୟାନ ଦେବା। ଯେତେବେଳେ ଆମେ ଧୀରେ ଧୀରେ ଖାଦ୍ୟ ଖାଉ ଏବଂ ଖାଦ୍ୟରେ ପ୍ରତ୍ୟେକ ଦାନାକୁ ଚବାଇ ଥାଉ, ସେତେବେଳେ ଖାଇବାର ଆନନ୍ଦ ଅନୁଭବ କରିଥାଉ। ତ ପିଲାମାନେ ପାରାଗ୍ରାଫଟା ଏମିତି ଦେଇଛି, କ୍ୱେଶ୍ଚିନ୍ ବି ଆର କିଛି ଦେଇନି ଆନ୍ସର। ଏବେ ଦେଖ ନେକ୍ସଟ ପେଜ କ'ଣ ଦିଆଯାଇଛି। କାର୍ଯ୍ୟ 4 ଦେଖ। ଏକ ସପ୍ତାହରେ ତୁମେ ଖାଉଥିବା ସକାଳ ଭୋଜନ ଓ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ତାଲିକା କର। ପ୍ରତ୍ୟେକ ଖାଦ୍ୟ ଗ୍ରହଣ ପରେ ତଳେ ଦିଆଯାଇଥିବା ସାରଣୀକୁ ପୂରଣ କର। ଯଦି ତୁମେ ସବୁ ଖାଦ୍ୟ ଖାଇଛ ତେବେ ହଁ ଲେଖିବ ଏବଂ ଏକ ହସୁଥିବା ମୁହଁ ସ୍ମାଇଲ୍ ଫେସ୍ରେ ଚିହ୍ନ କରିବ। ଯଦି ତୁମେ ସବୁ ଖାଦ୍ୟ ଖାଇନାହଁ ବା ଛାଡ଼ି ଦେଇଛ ତେବେ ନା ଲେଖିବ ଓ ଦୁଃଖିତ ମୁହଁ ସେଡ୍ ଫେସ୍ ଚିହ୍ନ ହେବ। ତ ପିଲାମାନେ ଦେଖ ଏଇଟା ଦେଇଦେଇଛି, ଦିନ ଦେଇଦେଇଛି 1 2 3 4 5 7 ଯାଏଁ ଦେଇଦେଇଛି। ତାପରେ ସାରଣୀରେ କ'ଣ ଲେଖାଛି ସକାଳ ଭୋଜନ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ତୁମେ ସମ୍ପୂର୍ଣ୍ଣ ଖାଇବ କି? ତାପରେ ତୁମେ ଛାଡ଼ିଥିଲ କି? ତାପରେ କେମିତି ଅନୁଭବ କଲ? ତ ଦେଖ ଆମେ ମୁଁ ଗୋଟେ ଉଦାହରଣ ଦେଇଦେଉଛି କେମିତି ଲେଖିବ କହିଦେଉଛି। ତୁମେ ସକାଳ ଭୋଜନ କ'ଣ ଖାଉଥିବ? କିଏ ଇଡଲି, କିଏ ଜଳଖିଆ, କିଏ ବିସ୍କେଟ୍, କିଏ କ'ଣ ଖାଉଥିବ। ମଧ୍ୟାହ୍ନ ଭୋଜନରେ ବି କିଏ କ'ଣ ଖାଉଥିବ ତା ଅନୁସାରେ ଲେଖିପାରିବ। ବା ମୁଁ ଉଦାହରଣ ଦେଇଦେଉଛି ଦେଖ କେମିତି ଲେଖିବ।
ତ ପିଲାମାନେ ଯଦି ବେଶୀ ସାନ ଦେଖାଯାଉଥିବ ହେଲେ ମୋବାଇଲଟି ଟିଭି ଭଳି ଟାଇପ୍ର କରି ଲେଖିପାରିବ। ଦେଖ ପ୍ରଥମେ ଦିନରେ କ'ଣ ଲେଖିବ, ସକାଳ ଭୋଜନରେ ଚୁଡ଼ା ଓ ସନ୍ତୁଳା ଲେଖିପାରିବା। ତୁମେ ଇଡଲି କ'ଣ ବି ଯୋଉଟା ସେଇଟା ଖାଉଥିବ ସେଇଟା ଲେଖିପାରିବ। ଦେଖ ସନ୍ତୁଳା ଲେଖିନି, ଏଇଟା ସନ୍ତୁଳା ଭୁଲରେ ପଳେଇ ଆସିଛି। ଚୁଡ଼ା, ଇଡଲି ବା ପୁରୀ ଉପମା, ଜଳଖିଆ, ବିସ୍କିଟ୍ କ'ଣ ବି ଲେଖିପାରିବ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଲେଖିବ, ଭାତ, ଡାଲି, ଶାଗ। ରାତ୍ରି ଭୋଜନରେ ଲେଖିବ ରୁଟି ବା ତରକାରୀ। ତାପରେ ତୁମେ ସମ୍ପୂର୍ଣ୍ଣ ଖାଇଲ କି, ହଁ ଲେଖିବ। ତାପରେ ତୁମେ ଛାଡ଼ିଥିଲ କି, ନା ଲେଖିବ। ତାପରେ କେମିତି ଅନୁଭବ କଲ, ଗୋଟେ ସ୍ମାଇଲ୍ ଫେସ୍ ଦେଇପାରିବ, ଚିତ୍ର କରିପାରିବ। ଦେଖ 2 ନମ୍ବର, ଦ୍ୱିତୀୟ ଦିନ କ'ଣ ଲେଖିଲ, ଦ୍ୱିତୀୟ ଦିନରେ ଲେଖିବ ରୁଟି, ତାପରେ ଭଜା ଲେଖିବ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଖାଇଲ, ଭାତ, ମାଛ ବା ଡାଲି ଯେଉଁଟା ଖାଇଥିବ ସେଇଟା ଲେଖିବ। ତାପରେ ଏବେ ଦେଖ ରାତ୍ରି ଭୋଜନ କ'ଣ ଲେଖା ଅଛି, ରୁଟି ଡାଲମା ଖାଇଲ। ତାପରେ ତୁମେ ସମ୍ପୂର୍ଣ୍ଣ ଖାଇଲ କି, ହଁ ଲେଖିବ। ତୁମେ ଛାଡ଼ିଥିଲ କି, ନା ଲେଖିବ। ତାପରେ କେମିତି ଅନୁଭବ କଲ, ଗୋଟେ ସ୍ମାଇଲ୍ କରିପାରିବ। ତାପରେ 3 ନମ୍ବର ଦେଖ ସକାଳ ଭୋଜନ କ'ଣ ଖାଇଲ, ଇଡଲି ବା ଚଟଣି ଖାଇଲ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଲେଖିବ, ପଖାଳ ବଡ଼ି ବା ଚୁରା ଲେଖିବ, ବଡ଼ି ଚୁରା। ତାପରେ ରାତ୍ରି ଭୋଜନରେ କ'ଣ ରୁଟି ବା ସନ୍ତୁଳା ଲେଖିବ। ତାପରେ ସମ୍ପୂର୍ଣ୍ଣ ଖାଇଲ କି, ହଁ, ସେଇଟା ହଁ କି ନା ଲେଖିପାରିବ। ତାପରେ ଗୋଟେ ସ୍ମାଇଲ୍ ଫେସ୍ ଗୋଟେ ଦେଇପାରିବ। ତାପରେ ତୁମେ ଛାଡ଼ିଥିଲ କି, ନା ଲେଖିବ। ତାପରେ ଗୋଟେ ସ୍ମାଇଲ୍ ଫେସ୍ ଦେଇପାରିବ। ତାପରେ ଚତୁର୍ଥ ଦିନ ଲେଖିବ ସୁଜି ବା ଉପମା ଲେଖିବ। ତାପରେ ଭାତ ଡାଲି ଲେଖିବ ମଧ୍ୟାହ୍ନ ଭୋଜନରେ। ତାପରେ ରାତ୍ରି ଭୋଜନ କ'ଣ ଲେଖିବ, ପୁରୀ ବା ତରକାରୀ ଲେଖିବ। ତାପରେ ତୁମେ ସମ୍ପୂର୍ଣ୍ଣ ଖାଇବ କି, ହଁ ଲେଖିବ। ତାପରେ ଏଇଟା ତୁମେ ଛାଡ଼ିଥିଲ କି, ନା ଲେଖିବ। ତାପରେ ଗୋଟେ ସ୍ମାଇଲ୍ ଫେସ୍ ଦେଇପାରିବ। ପଞ୍ଚମ ଦିନରେ ଦେଖ ସକାଳ ଭୋଜନ କ'ଣ ଖାଇଲ, ଚକୁଳି ପିଠା ଲେଖିବ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଖାଇଲ, ଭାତ, ମାଂସ, ତରକାରୀ। ତାପରେ ରାତ୍ରି ଭୋଜନ କ'ଣ ଖାଇଲ, ରୁଟି ବା ଭଜା ଖାଇଲ। ତାପରେ ତୁମେ ସମ୍ପୂର୍ଣ୍ଣ ଖାଇଲ କି, ହଁ ଲେଖିବ। ତାପରେ ତୁମେ ଛାଡ଼ିଥିଲ କି, ନା ଲେଖିବ। ଗୋଟେ କେମିତି ଅନୁଭବ କଲ, ଗୋଟେ ସ୍ମାଇଲ୍ ଫେସ୍ ଦେଇପାରିବ। ତାପରେ 6 ଦିନ କ'ଣ ଲେଖିଲ, ଦେଖ 6 ଦିନ କ'ଣ ଖାଇଲ, ପାଉଁରୁଟି କ୍ଷୀର ଖାଇଲ ସକାଳ ଭୋଜନରେ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଖାଇଲ, ଭାତ ବା ଡାଲମା ଖଟା ଖାଇଲ। ତାପରେ ରାତ୍ରି ଭୋଜନ କ'ଣ ଖାଇଲ, ସୁଜି ବା ହାଲୁଆ ଖାଇଲ ବା ଭାତ, ତୁମେ ଯୋଉଟା ଖାଇଛ ସେଇଟା ଲେଖିବ। ତାପରେ ତୁମେ ସମ୍ପୂର୍ଣ୍ଣ ଖାଇବ କି, ନା ଲେଖିଲ। ତାପରେ ତୁମେ ଛାଡ଼ିଥିଲ କି, ହଁ ଲେଖିବ। ତାପରେ ଗୋଟେ ସ୍ମାଇଲ୍ ଫେସ୍ ଦେଇ ଲେଖିବ। ତାପରେ ସପ୍ତମ ଦିନ ଲେଖିବ ସକାଳ ଭୋଜନରେ ଆଳୁ ପରଠା। ତାପରେ ମଧ୍ୟାହ୍ନ ଭୋଜନରେ ଲେଖିବ ଭାତ, ପନିର ତରକାରୀ। ତାପରେ ରାତ୍ରି ଭୋଜନରେ ଲେଖିବ ରୁଟି ତରକାରୀ। ତାପରେ ତୁମର ସମ୍ପୂର୍ଣ୍ଣ ଖାଇବ କି, ହଁ ଲେଖିବ। ତାପରେ ତୁମେ ଛାଡ଼ିଥିଲ କି, ନା ଲେଖିବ। ତାପରେ କେମିତି ଅନୁଭବ କଲ, ଗୋଟେ ସ୍ମାଇଲ୍ ଫେସ୍ ଦେଇପାରିବ। ତ ପିଲାମାନେ ଏଇଟା ମୁଁ ଏମିତି ବୁଝିଥିଲି, ତୁମ ଅନୁସାରେ କୌଣସି ଚେଞ୍ଜ କରିବି ଲେଖିପାରିବ କୋଉଟା। ଏମିତି ବି ଲେଖିଲେ ଚଳିବ। ତାପରେ କୋଉଟା ବି ଚେଞ୍ଜ କଲେ ହେବ। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ସାରଣୀ ତଳୁ କ୍ୱେଶ୍ଚିନ୍ ଦିଆଯାଇଛି, ଆସ ଲେଖିବା। ତୁମେ କ'ଣ କରିବ। 1 ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି, ଯଦି ତୁମକୁ କେହି ତୁମ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଦିଅନ୍ତି ତେବେ ତୁମେ କ'ଣ କରିବ ପିଲାମାନେ। 1 ନମ୍ବର ଉତ୍ତର ଲେଖିବ। ତ ଉତ୍ତର, ମୁଁ ସେମାନଙ୍କ ବିନମ୍ରତାର ସହ ମନା କରିବି ଏବଂ କହିବି ଯେ ମୋର ଆଉ ଅଧିକ ଖାଦ୍ୟ ଦରକାର ନାହିଁ, ଯାହାଦ୍ୱାରା ଖାଦ୍ୟ ନଷ୍ଟ ହେବ ନାହିଁ। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଯଦି ତୁମକୁ ତୁମ ଥାଳିରେ ଥିବା ଖାଦ୍ୟ ପସନ୍ଦ ନ ହୁଏ ତେବେ କ'ଣ ଲେଖିବ ଉତ୍ତର। ଦେଖ ଉତ୍ତର ଲେଖିବ, ଖାଦ୍ୟ ପସନ୍ଦ ନହେଲେ ମଧ୍ୟ ମୁଁ ତାକୁ ନଷ୍ଟ କରିବି ନାହିଁ। ଶରୀର ପାଇଁ ପୁଷ୍ଟିକର ବୋଲି ଭାବି ମୁଁ ସେହି ଖାଦ୍ୟକୁ ଖାଇବାକୁ ଚେଷ୍ଟା କରିବି। ତ ପିଲାମାନେ 1 ନମ୍ବର 2 ନମ୍ବର ଏମିତି ଉତ୍ତର ଲେଖିବ। ଏବେ ଦେଖ ନେକ୍ସଟ ପେଜ୍ କାର୍ଡ଼ କ'ଣ ଦେଇଛି ଦେଖିବା। ଆସ ଲେଖିବା। ଦେଖ ଖେଳକୁ ଉପଭୋଗ କର। ନିମ୍ନରେ ଦିଆଯାଇଥିବା ଚିତ୍ରକୁ ଦେଖ। ତ ପିଲାମାନେ ଏଇ ଚିତ୍ରରେ କ'ଣ ହେଇଛି, କିଏ ସାଇକେଲ ଚଲାଉଛି, କିଏ ଫୁଟବଲ ଖେଳୁଛି, କିଏ ବ୍ୟାଡମିଣ୍ଟନ ଖେଳୁଛି, କିଏ ଦୋଳିରେ ଝୁଲୁଛି। ତ ଆର ଦେଖ ତା ତଳୁ କ୍ୱେଶ୍ଚିନ୍ କ'ଣ ଦେଇଛି, ପିଲାମାନେ କେଉଁ ସବୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ତାହାର ତାଲିକା କର। ତ କ'ଣ ଲେଖିବ ଦେଖ, ଗୋଟେ କହିଦେଉଛି। ତ ଲେଖିବ ଫୁଟବଲ ଖେଳିବା, କିଛି ପିଲା ପଡ଼ିଆରେ ଫୁଟବଲ ଖେଳୁଛନ୍ତି। ଦୋଳି ଖେଳିବା, 2 ଜଣ ପିଲା ଦୋଳିରେ ବସି ଝୁଲୁଛନ୍ତି। ଖସଡ଼ା ଖେଳିବା, ଜଣେ ପିଲା ଖସଡ଼ା ଉପରୁ ତଳକୁ ଖସୁଛି। ସାଇକେଲ ଚଲାଇବା, ଜଣେ ଝିଅ ସାଇକେଲ ଚଲାଉଛି। ତାପରେ ଲେଖିବ ବ୍ୟାଡମିଣ୍ଟନ ଖେଳିବା, 2 ଜଣ ଝିଅ ବ୍ୟାଡମିଣ୍ଟନ ଖେଳୁଛନ୍ତି। ତାପରେ ଜଙ୍ଗଲ ଜିମ୍, ଦେଖ ଜଣେ ପିଲା ଲୁହା ସିଟ୍ରେ ଝୁଲିବା ପାଇଁ ଚେଷ୍ଟା କରୁଛି, ଜଙ୍ଗଲ ଜିମ୍। ତାପରେ ଦୌଡ଼ିବା ଓ ଖେଳିବା, ଅନ୍ୟ କିଛି ପିଲା ପରସ୍ପର ସହ ଦୌଡ଼ା ଦୌଡ଼ି କରି ଖେଳୁଛନ୍ତି। ତ ପିଲାମାନେ ଏମିତି ଗୋଟେ ଧାଡ଼ିରେ ଲେଖିବ। ଏବେ ଚାଲ କରିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ପେଜ ନମ୍ବର 95 କାର୍ଡ଼ ଦେଖ, କ୍ୱେଶ୍ଚିନ୍ କ'ଣ ଉପରେ ଲେଖା ହେଇଛି, ଆସ କଥା ହେବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ତୁମେ ଦୈନନ୍ଦିନ ଜୀବନରେ କେଉଁ ସବୁ ଶାରୀରିକ କାର୍ଯ୍ୟ କରିଥାଅ। ତ ଆର ଉତ୍ତର ଲେଖିବ।
ଏକ ନମ୍ବର ଉତ୍ତର ଲେଖିବ ମୁଁ ପ୍ରତିଦିନ ସକାଳେ ଚାଲିବାକୁ ଯାଏ, ଘରର ଛୋଟ ମୋଟ କାମ କରେ, ବିଦ୍ୟାଳୟକୁ ସାଇକେଲ ଚଲାଏ ଯାଏ ଏବଂ ସନ୍ଧ୍ୟାବେଳେ ସାଙ୍ଗମାନଙ୍କ ସହ ଖେଳାଖେଳି କରେ। ତ ପିଲାମାନେ ଏକ ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ, ଯେଉଁ ଦିନ ତୁମେ ବହୁତ ଖେଳିଥାଅ ସେହି ଦିନ ତୁମେ କିପରି ଅନୁଭବ କର? ତ ଆର ଉତ୍ତର ଲେଖିବ, ଦେଖ କହିଦେଉଛି। ତ ଆର ଉତ୍ତର ଲେଖିବ ଯେଉଁଦିନ ମୁଁ ବହୁତ ଖେଳେ ସେଦିନ ମୋତେ ବହୁତ ଖୁସି ଓ ଉତ୍ସାହିତ ଲାଗେ। ଶରୀର ଟିକେ ଥକିଗଲେ ମଧ୍ୟ ମନ ବହୁତ ଶାନ୍ତି ପାଏ ଏବଂ ଭଲ ନିଦ ହୁଏ। ତ ପିଲାମାନେ 1 ନମ୍ବର 2 ନମ୍ବର ଉତ୍ତର ଏମିତି ଲେଖିବେ। ଏବେ ଦେଖ ନେକ୍ସଟ କ'ଣ ଦିଆଯାଇଛି। ତୁମେ ତଳେ ଦିଆଯାଇଥିବା ଚିତ୍ରରେ ଖେଳୁଥିବା ଖେଳଗୁଡ଼ିକର ନାମକରଣ କରିପାରିବ କି? ହଁ କରିପାରିବା। ପିଲାମାନେ ଦେଖ ପ୍ରଥମ ଚିତ୍ରଟା ହେଉଛି ଏଇଟା ପିଲ ବାଡ଼ି ଖେଳ। ପିଲାମାନେ ଗୋଟେ ବଡ଼ ବାଡ଼ି ଆଉ ଗୋଟେ ସାନ ବାଡ଼ି ଧରିକି କିଏ କେତେ ସ୍ପିଡ଼ ବା ଧୂର ମାରିପାରୁଛି, ଏଇଟା ହେଉଛି ପିଲୁ ବାଡ଼ି ଖେଳ ଲେଖିପାରିବ। ସେକେଣ୍ଡ ଚିତ୍ର ଦେଖ, ଏଇଟା ହେଉଛି ବାସ୍କେଟ ବଲ୍ ଖେଳ। କେତେଟା ଖପରା ରଖିକିରି ଗୋଟେ ଝୁରା ବଲ୍ ବା ପ୍ଲାଷ୍ଟିକ ବଲ୍ ମାଧ୍ୟମରେ ତାକୁ ମାରିବା ସେ ବାସ୍କେଟ ବଲ୍କୁ। ତ ଏଇଟା ହେଉଛି ବାସ୍କେଟ ବଲ୍। 3 ନମ୍ବର ହେଉଛି ଏଇଟା ପିଲାମାନେ ତୁମେ ତ ଜାଣିଥିବ, ଏଇଟା ହେଉଛି ପୁଚି ଖେଳ। ସମସ୍ତେ ମିଶିକି ଖେଳୁଥିବ ପୁଚି ଖେଳ। ତ ଦେଖ 4 ନମ୍ବର ସେ ଖେଳଟା ହେଉଛି ମୁଁ ଭାବୁଛି ଲିଲି ଷ୍ଟପ୍ ଖେଳ ହେଇଥିବ, ନହେଲେ ତ ଗୁଡ଼ ଆଣିବା କ'ଣ ଖେଳ ଗୋଟେ ହେଇଥିବ ସେଇଟା ଲେଖିବ। ତାପରେ 5 ନମ୍ବରଟା ଦେଖ, ସେଇଟା ହେଉଛି ପାଣ୍ଡା ଖେଳ। ଖପିରା ରଖିକି କ'ଣ ଖେଳିଲେ ଯେ ପାଣ୍ଡା ଖେଳ ସେଇଟା ହେଉଛି। 6 ନମ୍ବର ଏଇଟା ତ ଜାଣିଥିବ ପିଲାମାନେ, ସମସ୍ତେ ଦେଖିଥିବ କବାଡ଼ି ଖେଳ ହେଉଛି। 6 ନମ୍ବରଟା କ'ଣ ଯେ କବାଡ଼ି ଖେଳ ଲେଖିବ। ତ ପିଲାମାନେ ଯେଉଁ ଚିତ୍ର ସେ ଚିତ୍ର ଗୋଟେ ତଳେ ଲେଖିଦେବ। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। କାର୍ଯ୍ୟ 5 ଦେଖ କ'ଣ ଲେଖା ହେଇଛି। ଶିକ୍ଷକଙ୍କ ମାର୍ଗଦର୍ଶନରେ ତୁମେ ଗୋଟିଏ ସପ୍ତାହ ପାଇଁ ତଳେ ଦିଆଯାଇଥିବା ସହଜ ଯୋଗ ଆସନ ଗୁଡ଼ିକ ଅଭ୍ୟାସ କର ଏବଂ ତୁମେ ପର୍ଯ୍ୟବେକ୍ଷଣର ତାଲିକା କର। ତ ପିଲାମାନେ ଚାଲ ଗୋଟେ ସପ୍ତାହଟି ପାଇଁ ଆମେ ତାଲିକା ପ୍ରସ୍ତୁତି କରି ପର୍ଯ୍ୟବେକ୍ଷଣ ଲେଖିବ। ତାଲିକା କରିବା ଦିନ 1, ତାପରେ ଅଭ୍ୟାସ କରିଥିବା ଆସନ, ତାପରେ ସମୟ ହେଡ଼ିଙ୍ଗ ଦେବ, ତାପରେ ପର୍ଯ୍ୟବେକ୍ଷଣ ଅନୁଭୂତି। ଦେଖ ଦିନ 1 ଲେଖିଲ, ତାପରେ ଅଭ୍ୟାସ କରୁଥିବା ଆସନ ବଜ୍ରାସନ, ବୃକ୍ଷାସନ ଓ ଉତ୍ତାପାଦନାସନ। ତାପରେ ସମୟ 10 ମିନିଟ୍। ପର୍ଯ୍ୟବେକ୍ଷଣ ଅନୁଭୂତି, ପ୍ରଥମ ଦିନରେ ଭାରସାମ୍ୟ ରଖିବା କଷ୍ଟକର ଥିଲା, ତାପରେ ଏବଂ ଶରୀରର ସାମାନ୍ୟ ଯନ୍ତ୍ରଣା ହେଲା। ତ ପ୍ରଥମ ଦିନ ଲେଖିବା ଏମିତି। ଦ୍ୱିତୀୟ ଦିନ ଦେଖ, ଦ୍ୱିତୀୟ ଦିନରେ ଲେଖିବ ବଜ୍ରାସନ, ବୃକ୍ଷାସନ ଓ ଉତ୍ତାପାଦାସନ। ତାପରେ ଏଇଟା ବି ଲେଖିବ 10 ମିନିଟ୍ ଲେଖିବ। ତାପରେ ଆଜି ବଜ୍ରାସନରେ ସହଜରେ ବସିପାରିଲି କିନ୍ତୁ ବୃକ୍ଷାସନରେ ଶରୀର ଦୋହଲୁଥିଲା। ତ ଏମିତି ଲେଖିବ ଦ୍ୱିତୀୟ ଦିନ। ତୃତୀୟ ଦିନ ଦେଖ, ତ ତୃତୀୟ ଦିନ ଲେଖିବ ବଜ୍ରାସନ, ବୃଷାସନ ଓ ଉତ୍ତାପାଦାସନ। ତାପରେ 12 ମିନିଟ୍ କଲ, ତାପରେ ଗୋଡ଼ ପିଠିରେ ମାଂସପେଶୀ ଗୁଡ଼ିକରେ ହାଲକାପଣ ଏବଂ ସାମାନ୍ୟ ଆରାମ ଅନୁଭବ ହେଲା। ତାପରେ ଚତୁର୍ଥ ଦିନ ଲେଖିବ ବଜ୍ରାସନ, ବୃଷାସନ ଓ ଉତ୍ତାନପାଦାସନ। 12 ମିନିଟ୍। ବୃଷାସନରେ ପୂର୍ବ ଅପେକ୍ଷା କିଛି ସମୟ ଅଧିକ ସ୍ଥିର ଭାବରେ ଛିଡ଼ା ହୋଇଗଲି। ପଞ୍ଚମ ଦିନ ଲେଖିବ ବଜ୍ରାସନ, ବୃଷାସନ ଓ ଉତ୍ତାନପାଦାସନ। ତାପରେ 15 ମିନିଟ୍। ତାପରେ ଶରୀର ସତେଜ ଲାଗିଲା ଏବଂ ମନରେ ଏକାଗ୍ରତା ବୃଦ୍ଧି ପାଇଲା। ଷଷ୍ଠ ଦିନ ଲେଖିବ ବଜ୍ରାସନ, ବୃଷାସନ, ଉତ୍ତାନପାଦାସନ। 15 ମିନିଟ୍ ଲେଖିବ। ତାପରେ ସମସ୍ତ ଆସନ ଗୁଡ଼ିକ ସହଜରେ ଏବଂ ସଠିକ୍ ମୁଦ୍ରାରେ କରିବା ସମ୍ଭବ ହେଲା। ସପ୍ତମ ଦିନରେ ଲେଖିବ ବଜ୍ରାସନ, ବୃଷାସନ, ଉତ୍ତାନପାଦାସନ। ତାପରେ 15 ମିନିଟ୍ ଲେଖିବ। ତାପରେ 1 ସପ୍ତାହ ପରେ ଶରୀର ନମନୀୟତା ଆସିଲା ଏବଂ ଦିନସାରା ସ୍ମୃତି ଅନୁଭବ ହେଲା। ତ ପିଲାମାନେ ପ୍ରଥମରୁ ସପ୍ତମ ଯାଏଁ ଏମିତି ତାଲିକା ପ୍ରସ୍ତୁତି କରି ଗୋଟେ ସାରଣୀ ଅନୁସାରେ କରି ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ପେଜ୍ ନମ୍ବର 96 ଦେଖ। ତ ପିଲାମାନେ 6 ନମ୍ବର ପେଜରେ ଦୁଇଟି ଗୋଟେ ପୁଅ ଗୋଟେ ଝିଅ କ'ଣ କରୁଛନ୍ତି, ଆଜ୍ଞା ଏକ୍ସରସାଇଜ କରୁଛନ୍ତି, କୁସ୍ତି ଶିଖୁଛନ୍ତି। ତାପରେ ଦେଖ କିଛି ପିଲା ଦଳ ବସି ତାଙ୍କେ ବିଭିନ୍ନ ପ୍ରକାର ଏକ୍ସରସାଇଜ କି କୁସ୍ତି କି କ'ଣ ସବୁ କରୁଛନ୍ତି। ଏବେ ଦେଖ 97 ପେଜର ସାରଣୀ ଦେଖ। କାର୍ଯ୍ୟ 6 ନିମ୍ନରେ ଦିଆଯାଇଥିବା ସାରଣୀକୁ ପୂରଣ କର। ତ ପିଲାମାନେ ଏଇଠି ଗୋଟେ ସାରଣୀ ଦେଇଦେଇଛି। ଦେଖ ଦିନ ଲେଖାଯାଇଛି, ଦିନ ଗତକାଲିର ଦିନକ ପୂର୍ବରୁ, ତାପରେ ତା ପୂର୍ବ ଦିନ। ତାପରେ ଦେଖ ହେଡ଼ିଙ୍ଗ କ'ଣ ଦେଇଛି, ତୁମେ କେତେବେଳେ ଶୋଇଲ, ତୁମେ କେତେବେଳେ ଉଠିଲ, ଶୋଇବାର ଅବଧି, ତାପରେ ଦିନ ମଧ୍ୟରେ କିପରି ଅନୁଭବ କର। କ। ତ ଚାଲ ଆଉ ଗୋଟେ ଲେଖିଦେବା ସାରଣୀ ଦିଆଯାଇଛି। ଗତକାଲି ଦେଖ ତୁମେ କେତେବେଳେ ଶୋଇଲ, ତ ଗତକାଲି କେତେଟା ଶୋଇଲ, ତୁମେ ରାତ୍ର 9ଟା ବି ଲେଖିପାରିବ, 8ଟା ବି ଲେଖିପାରିବ, 11ଟା ବି ଲେଖିପାରିବ। ଏଇଟା ଦେଖ 10ଟା ଦିଆଯାଇଛି, 10ଟା ଲେଖାଯାଇଛି ତ 10ଟା ବି ଲେଖିପାରିବ। ତାପରେ ତୁମେ କେତେବେଳେ ଉଠିଲ, ସକାଳ 6ଟା ବା 5ଟା ଉଠିଲ ସେତେଟା ଲେଖିବ। ତାପରେ ଶୋଇବାର ଅବଧି ଘଣ୍ଟା 8 ଘଣ୍ଟା ହେଲା, ତୁମେ ଯେତେ ଘଣ୍ଟା ଶୋଇଛ ସେତେ ଘଣ୍ଟା ଲେଖିବ। ଏଇଟା 8 ଘଣ୍ଟା ଦେଇছে ଲେଖିପାରିବ। ତାପରେ ଦେଖ ଗତକାଲିର ଦିନର ପୂର୍ବରୁ, ତାପରେ ଲେଖିପାରିବ ଏଇଟା ରାତ୍ର 11ଟା ଶୋଇଥିବ ବା
10ଟା ଆସୁଛି ତୁମେ ଲେଖିପାରିବ। ତାପରେ ସକାଳ ଉଠିଲେ କେତେଟା? 6ଟା ଉଠିଲେ। ତାପରେ କେତେ ଘଣ୍ଟା ଶୋଇଲ? 7 ଘଣ୍ଟା ଶୋଇଲ। ତାପରେ ତା ପୂର୍ବ ଦିନ ରାତିରେ 9ଟା ଅଧେ ଶୋଇଥିବ ଲେଖିବ। ତାପରେ ସକାଳ 6ଟା ଉଠିଲ। ତାପରେ କେତେ ଘଣ୍ଟା ଶୋଇଲ? 8 ଘଣ୍ଟା 30 ମିନିଟ୍। ତ ଏମିତି ଲେଖିବ। ତାପରେ ଏକେଣ୍ଡ ଲେଖା ଅଛି ଦିନ ମଧ୍ୟରେ କିପରି ଅନୁଭବ କଲ? କ ଖ ଗ। ତ ଚାଲ ଆର ବି ଲେଖିବା। ତ ଆର ଲେଖିବ କ ଯଦି ଆପଣ ବହୁତ ଫୁର୍ତ୍ତି ଅନୁଭବ କରୁଥିଲେ ସତେଜ ଲେଖିବ। ତାପରେ ଖ ନମ୍ବର ଅଳସୁଆ ଯଦି ଆପଣଙ୍କୁ ଟିକିଏ ଥକା ବା କାମ କରିବାକୁ ଇଚ୍ଛା ହେଉନଥିଲେ। ଗ ନମ୍ବର ଲେଖିବ ନିଦୁଆ ଯଦି ଆପଣଙ୍କୁ ଦିନ ସାରା ନିଦ ଲାଗୁଥିଲେ। ତ ଏମିତି ଗୋଟେ କ ଖ ଗ ଦେଇ ଲେଖିବା। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି। ଆସ କଥା ହେବେ। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ଆମ ଶରୀର ପାଇଁ ବିଶ୍ରାମର ଆବଶ୍ୟକତା ରହିଛି ବୋଲି ତୁମେ କାହିଁକି ଭାବୁଛ? ଉତ୍ତର କ'ଣ ଲେଖିବ? ତ ଉତ୍ତର ଲେଖିବ ଶରୀରର କ୍ଳାନ୍ତି ଦୂର କରିବା ପାଇଁ ଏବଂ ପୁନର୍ବାର କାର୍ଯ୍ୟ କରିବା ପାଇଁ ଶକ୍ତି ସଞ୍ଚୟ କରିବାକୁ ବିଶ୍ରାମର ଆବଶ୍ୟକତା ରହିଛି। ବିଶ୍ରାମ ନେଲେ ଆମେ ଶରୀର ସତେଜ ରହେ। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। ଦେଖ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଲେଖାଛି ବ୍ୟାୟାମ ଓ ଖେଳ ଭିତରେ ବ୍ୟସ୍ତ ରହୁଥିବା ଦିନଗୁଡ଼ିକ ଶେଷରେ ବିଶ୍ରାମ କରିବା ଜରୁରୀ ବୋଲି ତୁମେ ଭାବୁଛ କି କାହିଁକି? ତ ଆର ଉତ୍ତର ଲେଖିବ ଦେଖ। ତ ଆର ଉତ୍ତର ଲେଖିବ ହଁ ବ୍ୟାୟାମ ଓ ଖେଳ ଯୋଗୁଁ ଶରୀର ଅଧିକ ଶକ୍ତି ଖର୍ଚ୍ଚ କରିଥାଏ ଯାହାଦ୍ୱାରା ଆମେ କ୍ଳାନ୍ତ ଅନୁଭବ କରୁ। ଏହି କ୍ଳାନ୍ତ ଦୂର କରି ଶରୀରକୁ ସୁସ୍ଥ ରଖିବା ପାଇଁ ବିଶ୍ରାମ କରିବା ନିହାତି ଜରୁରୀ। ତ ପିଲାମାନେ 1 ନମ୍ବର 2 ନମ୍ବର ଏତିକି ଏମିତି ଉତ୍ତର ଲେଖିବ ସବୁ। ତ ପିଲାମାନେ ତା ତଳ ପାରାଗ୍ରାଫରେ କ'ଣ ଲେଖା ଅଛି ଦେଖ। ଆମ ଶରୀର ପ୍ରତ୍ୟେକ ଦିନ ନିଦ ଆବଶ୍ୟକ କରେ। ଉତ୍ତମ ନିଦ୍ରା ଆମର ଥକାପଣକୁ ଦୂର କରି ଆମକୁ ସତେଜ ରଖିଥାଏ। ଯେତେବେଳେ ଆମେ ଯଥେଷ୍ଟ ଶୋଇପାରୁନଥାଉ ସେତେବେଳେ ସାରା ଦିନରେ କାର୍ଯ୍ୟ ଉପରେ ସମୁଚିତ ଧ୍ୟାନ ଦେବା ଆମ ପାଇଁ କଷ୍ଟକର ହୋଇପଡ଼େ। ଆମେ କ୍ଳାନ୍ତ ନିଦୁଆ ଓ ବିରକ୍ତ ଅନୁଭବ କରୁ। ତେଣୁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଓ ବ୍ୟାୟାମ ଭଳି ପର୍ଯ୍ୟାପ୍ତ ନିଦ୍ରା ମଧ୍ୟ ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ। ତ ପିଲାମାନେ ଏଇ ପାରାଗ୍ରାଫରେ ଏମିତି ଦେଇଛି। ଏବେ ଦେଖ ନେକ୍ସଟ ପେଜରେ କ'ଣ ଲେଖା ଅଛି ଚାଲ ଦେଖିବା କ୍ୱେଶ୍ଚିନ୍। ତ ପିଲାମାନେ ପେଜ ନମ୍ବର କାଢ଼ 98 ଦେଖ। କାର୍ଯ୍ୟ 7ରେ କ'ଣ ଲେଖା ହେଇଛି। ତଳେ ଦିଆଯାଇଥିବା ଚିତ୍ର ଗୁଡ଼ିକୁ ଦେଖ। ଯେଉଁ ଚିତ୍ରରେ ପିଲାଟି ଅପରାପୂର୍ଣ୍ଣ ଅନୁଭବ କରିଛି ସେଠାରେ ଠିକ୍ ଚିହ୍ନ ଦିଅ ଏବଂ ଯେଉଁ ଚିତ୍ରରେ ସେଇ ଅସ୍ୱସ୍ତିକର ଅନୁଭବ କରିଛି ସେଠାରେ ଭୁଲ ଚିହ୍ନ ଦିଅ। ତ ପିଲାମାନେ ଦେଖ 4ଟା ଚିତ୍ର ଦେଇଛି ଦେଖିବା ଚାଲ। ତ ପିଲାମାନେ ପ୍ରଥମେ ଚିତ୍ର ଦେଖ। ପ୍ରଥମେ ଚିତ୍ର କ'ଣ ଦେଇଛି ଯେ ଗୋଟେ ଦୁଇଟି ପିଲା କ'ଣ କରୁଛନ୍ତି ମିଶିକି ତାଙ୍କେ ଖେଳୁଛନ୍ତି। ତାର ପ୍ୟାଣ୍ଟ ଝିକିରି ବା ମିଶିକି ଖେଳୁଛନ୍ତି। ତ ସେଇଟା ଠିକ୍ ହେବ। ଦେଖ ଦ୍ୱିତୀୟ ଚିତ୍ରରେ କ'ଣ ଦେଇଛି ଗୋଟିଏ ପିଲା କ'ଣ କରୁଛି ପାଠ ପଢ଼ିଲା ସମୟରେ ତାଙ୍କ ମମି ବା ତାଙ୍କର ମା କ'ଣ କରୁଛନ୍ତି ଯେ ପାଟିରେ ହାତ ମାରୁଛନ୍ତି ବା ଜିଭରେ ହାତ ମାରୁଛନ୍ତି। ଏଇଟା ଉଚିତ କି ଏଇଟା ଭୁଲ? ତ ଏଇଟା ଭୁଲ ମାରିବ। ତୃତୀୟ ଚିତ୍ରରେ କ'ଣ ଦେଇଛି ଦେଖ। ଘରୋଇ ଡାକ୍ତର ବା ଡାକ୍ତରଖାନା ଯାଇରେ ଗୋଟେ ଡାକ୍ତର କ'ଣ କରୁଛନ୍ତି ତାଙ୍କ ପିଲାକୁ ତା ମା ପୁଅ ଯାଇଛନ୍ତି। ମା ପୁଅ କ'ଣ ପିଲାକୁ କ'ଣ ରୋଗ ବା ବେମାର କ'ଣ ହେଇଛି ତାଙ୍କୁ ଡାକ୍ତର ଚିକିତ୍ସା କରୁଛନ୍ତି। ତ ପିଲାମାନେ ଏଇଟା ଠିକ୍। କୌଣସି ବି ରୋଗ ବେମାର ହେଲେ ଆମେ ଡାକ୍ତରଖାନାକୁ ଯାଉ ଡାକ୍ତର ଆମକୁ ଚେକଅପ୍ କରି ଡାକ୍ତର ଆମକୁ ଦେଖୁ। ତ ଏଇଟା ଠିକ୍ ମାରିବ। ଏବେ ଦେଖ 4ଥ ନମ୍ବର ଚିତ୍ର କ'ଣ ଦେଇଛି ଗୋଟେ ପିଲା ତାଙ୍କ ବାପା କ'ଣ କରୁଛନ୍ତି ଯେ ଗୋଟେ ଝିଅଟି ପଛକାନି ଧରିଛନ୍ତି। ଖେଳିଲା ସମୟରେ ଧରିବା ଉଚିତ କି? ତ ପିଲାମାନେ ଏଇଟା ଭୁଲ ହେବ। ତ ଏବେ ନେକ୍ସଟ ପେଜ କାଢ଼ 99 ନମ୍ବର ପେଜ ଦେଖ। ଆସ ଲେଖିବା କ୍ୱେଶ୍ଚିନ୍ 1 ନମ୍ବର କ'ଣ ଦେଇଛି ଦେଖ। ଯଦି କାହାର ସ୍ପର୍ଶ ତୁମକୁ ଅସ୍ୱସ୍ତିକାର ଲାଗେ ତେବେ ତୁମେ କ'ଣ କରିବ? ତ ଦେଖ କ'ଣ ଲେଖିବ। ତ ଉତ୍ତର ଲେଖିବ ଯଦି କାହାର ସ୍ପର୍ଶ ଅସ୍ୱସ୍ତିକାର ଲାଗେ ତେବେ ତୁରନ୍ତ ସେଠାରେ ଦୂରେଇ ଯିବା ଉଚିତ ଏବଂ ଦୃଢ଼ ଭାବରେ ନା କହିବା ଉଚିତ। ଏ ବିଷୟରେ ନିଜ ବାପା ମା କିମ୍ବା ଜଣେ ଭରସାଯୋଗ୍ୟ ବଡ଼ ମଣିଷଙ୍କୁ ଜଣାଇବା ଆବଶ୍ୟକ। ତମର ଭାଇ ତମର ଶିକ୍ଷକ ବା ଶିକ୍ଷୟିତ୍ରୀ ତମେ ଥିବ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ବା ଟିଉସନ ଯିଏ ବି ଥିବ ବାପା ମା ଭାଇ ଯାହାକୁ ବି ତମେ କହିପାରିବ। 1 ନମ୍ବର ଏମିତି ଲେଖିବ। 2 ନମ୍ବର ଦେଖ କ'ଣ ଦେଇଛି। 2 ନମ୍ବର ଲେଖା ହେଇଛି ଯଦି ତୁମେ ଏକ ଅସୁରକ୍ଷିତ ପରିସ୍ଥିତିରେ ସମ୍ମୁଖୀନ ହୁଅ ତେବେ ତୁମେ ସେ ବିଷୟରେ କାହାକୁ କହିବ? ଉତ୍ତର ଲେଖିବ ଦେଖ। ତ ପିଲାମାନେ 2 ନମ୍ବର ଉତ୍ତର ଲେଖିବ ଅସୁରକ୍ଷିତ ପରିସ୍ଥିତିରେ ନିଜର ବାପା ମା ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କୌଣସି ଜଣେ ନିର୍ଦ୍ଦିଷ୍ଟ ଯୋଗ୍ୟ ବୟସ୍କ ବ୍ୟକ୍ତିଙ୍କୁ ଏ ବିଷୟରେ କହିବା ଉଚିତ। ପିଲାମାନେ 2 ନମ୍ବର ଏମିତି ଉତ୍ତର ଲେଖିବ। 3 ନମ୍ବର ଦେଖ କ'ଣ ଦିଆଯାଇଛି। 3 ନମ୍ବର ଦିଆଯାଇଛି ଦୁଇଟି ପରିସ୍ଥିତିର ନାମ ଲେଖ କେଉଁଠି ତୁମେ ଦୃଢ଼ ଭାବରେ ନା କହିବ। ତ ଚାଲ ଲେଖିବା 2ଟା ପରିସ୍ଥିତି। ତ 2ଟା ଲେଖିବ ଉତ୍ତର ଯଦି କେହି ଅଜଣା ବ୍ୟକ୍ତି କୌଣସି ଜିନିଷ ଦେଇ
ମିଛଟିଆ ଜାଗାକୁ ଡାକନ୍ତି ତ ଯିବନି। ନିଛଟିଆ ଲେଖା ହେଇଛି, ସେଇଟା ମିଛଟିଆ ହବ ହେଲା ପିଲାମାନେ। ଦେଖ ତାପରେ 2 ପଏଣ୍ଟ କ'ଣ ଲେଖିବ, ଯଦି କାହାର ସ୍ପର୍ଶ ତୁମକୁ ଖରାପ କିମ୍ବା ଅସହଜ ଅନୁଭବ କରାଏ, ଏମିତି କ'ଣ ପିଲାମାନେ 2ଟା ପଏଣ୍ଟ ଲେଖିବ। ତା ତଳେ କ'ଣ ଲେଖା ହେଇଛି ଦେଖ ପାରାଗ୍ରାଫରେ, ଯଦି ତୁମେ କେବେ ନିଜକୁ ଅସୁରକ୍ଷିତ ମନେ କର ତେବେ ସେ ବିଷୟରେ ଅନ୍ୟକୁ ଜଣାଅ। ମନେ ରଖ, ଯଦି କେହି ତୁମକୁ ଅସୁରକ୍ଷିତ ଅନୁଭବ କରାଏ ତେବେ ତାଙ୍କୁ ନା କହିବା ସହିତ ସେ ବିଷୟରେ ତୁମ ଶିକ୍ଷକ ବା ପିତାମାତାଙ୍କୁ ଜଣାଇବା ଉଚିତ। ସେହି ଅବସ୍ଥା ପାଇଁ ନିଜକୁ ଅସହଜ ବା ଦୋଷ ଅନୁଭବ କରିବ ନାହିଁ। ତ ପିଲାମାନେ ଏମିତି ଲେଖିପାରିବ, ତମର କୌଣସି ଯଦି ଅସୁରକ୍ଷିତ ଅନୁଭବ ହେଉଥିବ ହେଲେ ପିତାମାତାଙ୍କୁ ବା ଶିକ୍ଷକ ଶିକ୍ଷୟିତ୍ରୀ ଜଣାଇ ପାରିବ। ଏବେ ତାହେଲେ ନେକ୍ସଟ ପେଜ କାଢ଼, କୋଶ୍ଚିନ୍ କ'ଣ ଦେଇଛି ଦେଖିବା। ପେଜ ନମ୍ବର 100 କାଢ଼। ଦେଖ ଆସ କରି ଦେଖିବା। ଦେଖ 1 ନମ୍ବର କ'ଣ ଲେଖା ଅଛି, ନିମ୍ନଲିଖିତ ମଧ୍ୟରୁ ଯଦି କୌଣସିଟି ନ ରହିବ ତେବେ ତାହା ଖାଦ୍ୟ ଶସ୍ୟ ଉପରେ କିପରି ପ୍ରଭାବ ପକାଇବ। ଦେଖ ଉପାଦାନ ଲେଖା ହେଇଛି, ଉପାଦାନରେ କ'ଣ ଲେଖା ହେଇଛି, ମୃତ୍ତିକା, ଜଳ ଓ ସୂର୍ଯ୍ୟାଲୋକ। ତ ଚାଲ ଆର ଗୋଟେ ପଏଣ୍ଟ ଲେଖିବା। ତ ଉପାଦାନରେ ଲେଖିବ, ମୃତ୍ତିକାରେ କ'ଣ ଲେଖିବ, ମୃତ୍ତିକା ବିନା ଗଛ ବଢ଼ିପାରିବ ନାହିଁ ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନ ଅସମ୍ଭବ ହୋଇପଡ଼ିବ। ତାପରେ ଜଳରେ ଲେଖିବ, ଜଳ ବିନା ଗଛ ଶୁଖିଯିବ ଏବଂ ଖାଦ୍ୟ ପ୍ରସ୍ତୁତ କରିପାରିବ ନାହିଁ, ଫଳରେ ଚାଷ କାର୍ଯ୍ୟ ବନ୍ଦ ହୋଇଯିବ। ସୂର୍ଯ୍ୟାଲୋକରେ ଲେଖିବ, ସୂର୍ଯ୍ୟାଲୋକ ବିନା ଗଛ ଆଲୋକ ସଂଶ୍ଳେଷଣ କରିପାରିବ ନାହିଁ, ଯାହାଦ୍ୱାରା ଶସ୍ୟ ଉତ୍ପନ୍ନ ହୋଇପାରିବ ନାହିଁ। ତ ପିଲାମାନେ ସୂର୍ଯ୍ୟାଲୋକରେ ଏତିକି ଲେଖିବ। ଏବେ ଦେଖ ପ୍ରାଣୀରେ କ'ଣ ଲେଖିବ, ପ୍ରାଣୀରେ କ'ଣ ଅଛି, ଗୋରୁ ଗାଈ ଓ ଜିଆ। ତ ପ୍ରାଣୀ ଦିଆଯାଇଛି, ଗୋରୁ ଗାଈରେ କ'ଣ ଲେଖିବ, ଚାଷ କାର୍ଯ୍ୟ ପାଇଁ ହଳ କରିବା ଏବଂ ଖତ ଯୋଗାଇବାର ସମସ୍ୟା ହେବ, ଯାହା ଶସ୍ୟ ଅମଳକୁ ପ୍ରଭାବିତ କରିବ। ତାପରେ ଜିଆରେ ଲେଖିବ, ଜିଆ ମାଟିକୁ ହାଲକା ଓ ଉର୍ବର କରେ, ଜିଆ ନଥିଲେ ମାଟିର ଉର୍ବରତା କମିଯିବ ଏବଂ ଅମଳ ଭଲ ହେବ ନାହିଁ। ତ ପିଲାମାନେ ପ୍ରାଣୀର 2ଟା ଏମିତି ଲେଖିବ। ଏବେ ଦେଖ ମଣିଷର କ'ଣ ଦିଆଯାଇଛି, ମଣିଷର 3ଟା ଦିଆଯାଇଛି, ଗୋଟେ କୃଷକ, ଦୋକାନୀ ଓ ରୋଷେଇଆ। ଚାଲ ଆର ବି ଲେଖିବା। କୃଷକରେ ଲେଖିବ, କୃଷକ ବିନା ଜମିର ଯତ୍ନ ନେବା ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ସମ୍ଭବ ହେବ ନାହିଁ। ତାପରେ ଦୋକାନୀ ଲେଖିବ, ଦୋକାନୀ ନଥିଲେ ଶସ୍ୟ ବିକ୍ରି ହୋଇପାରିବ ନାହିଁ ଏବଂ ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚି ପାରିବ ନାହିଁ, ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବି ପହଞ୍ଚି ପାରିବ ନାହିଁ। ତାପରେ ଲେଖା ହେଇଛି ରୋଷେଇଆ, ରୋଷେଇଆ ବା ରାନ୍ଧୁଣିଆ ନଥିଲେ ଖାଦ୍ୟ ଶସ୍ୟକୁ ଖାଇବା ଯୋଗ୍ୟ ରୂପେ ପ୍ରସ୍ତୁତ କରାଯାଇପାରିବ ନାହିଁ। ତ ପିଲାମାନେ ମଣିଷରେ 3ଟା ପଏଣ୍ଟ, କୃଷକ, ଦୋକାନୀ, ରୋଷେଇଆ, ଏମିତି ଗୋଟେ କରି ଲେଖିବ। ଏବେ ଦେଖ କ'ଣ ଦେଇଛି 2 ନମ୍ବର କୋଶ୍ଚିନ୍। ତ 2 ନମ୍ବର କୋଶ୍ଚିନ୍ ଲେଖା ହେଇଛି, ପିଲାମାନେ ନିଜ ପସନ୍ଦର ଏକ ସନ୍ତୁଳିତ ଖାଦ୍ୟ ଥାଳି ପ୍ରସ୍ତୁତି କର, ଯେଉଁଥିରେ ତୁମର ପ୍ରିୟ ଖାଦ୍ୟ ଗୁଡ଼ିକ ଥିବ। ମନେ ରଖ, ଆମ ଖାଦ୍ୟ ନଷ୍ଟ କରିବା ଉଚିତ ନୁହେଁ। ପିଲାମାନେ ଆମେ କୌଣସି ବି ଖାଦ୍ୟ ଖାଉଥିବା ହେଲେ ତାକୁ ନଷ୍ଟ କରିବା ନାହିଁ। ଦେଖ ଏଇଟା ଗୋଟେ ସାରଣୀ ଦେଇଦେଇଛି, ସାରଣୀରେ କ'ଣ ଦେଇଛି ଦେଖ, ହେଡ଼ିଂ ସକାଳ ଭୋଜନ ଥାଳି, ମଧ୍ୟାହ୍ନ ଭୋଜନ ଥାଳି, ରାତ୍ରି ଭୋଜନ ଥାଳି। ତ ପିଲାମାନେ ଆଉଥରେ ସେ ଖାଦ୍ୟ ବିଷୟରେ ଆଗେ ଖାଇବା ବିଷୟରେ ପଢ଼ିଲେ, ଚାଲ ଲେଖିବା ଆର ଗୋଟେ କରିକି। ତ ପିଲାମାନେ ସକାଳେ ତୁମେ ଯୋଉଟା ଖାଉଥିବ ସେଇଟା ଲେଖିବ, କିଏ ପୁରୀ ଉପମା, କିଏ ଜଳଖିଆ, କିଏ ବିସ୍କେଟ୍, କିଏ କ'ଣ ଭାତ ଯାଉ, କିଏ ଯୋଉଟା ଖାଉଥିବ ସେଇଟା ଲେଖିବ। ଦେଖ ସକାଳ ଭୋଜନ ଥାଳି, ଚୁଡ଼ା, ସନ୍ତୁଳା କିମ୍ବା ଉପମା ଦେଇଛି। ତ ପିଲାମାନେ ଏଇଟା ସନ୍ତୁଳା ଲେଖେନି, ଭୁଲ ମାତ, ଚୁଡ଼ା, କଦଳୀ ବା କୌଣସି ବି ଜିନିଷ ଖାଉଥିଲେ ଲେଖିବ। ତାପରେ ମଧ୍ୟାହ୍ନ ଭୋଜନରେ ଭାତ କିମ୍ବା ରୁଟି ଲେଖିବ। ତାପରେ ରାତ୍ରି ଭୋଜନରେ ରୁଟି ଫୁଲକା ଲେଖିବ। ତାପରେ ଦେଖ ଆଉ ଗୋଟେ କ'ଣ ଲେଖିବ, ଦେଖ ଗଜାମୁଗ ସକାଳୁ ଖାଉଛୁ, ଗଜାମୁଗ, ସିଝା ଅଣ୍ଡା, ଏହିପରି ଭାବେ ଲେଖିପାରିବ। ତ ଆଉଥରେ ମଧ୍ୟାହ୍ନ ଭୋଜନ ଥାଳି, ଡାଲି ଓ ପନିପରିବା ତରକାରୀ ଲେଖିବ। ତାପରେ ରାତ୍ରି ଭୋଜନରେ ଶାଗ କିମ୍ବା ଭଜା ଲେଖିପାରିବ। ପିଲାମାନେ କୋଉଟା ବି ଲେଖିପାରିବ ଏତିକି ଭିତରୁ, ବା ତମ ଅନୁସାରେ ଯୋଉଦିନ ଯୋଉଟା ଖାଉଥିବ ବା ସକାଳ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ କୋଉଟା ଖାଉଥିବ ତମେ ଲେଖିପାରିବ। ଏବେ ଚାଲ ଦେଖିବା ନେକ୍ସଟ କୋଶ୍ଚିନ୍ କ'ଣ ଦେଇଛି। ନେକ୍ସଟ ପେଜ କାଢ଼। 3 ନମ୍ବର କୋଶ୍ଚିନ୍ କ'ଣ ଦେଇଛି ଦେଖ, ମନୋଯୋଗ ସହ ଖାଇବା ସମୟରେ ତୁମେ କେଉଁ କାର୍ଯ୍ୟ ଗୁଡ଼ିକ ଉପଭୋଗ କର। ତ ଦେଖ ଆର କ'ଣ ଲେଖିବ ଉତ୍ତର। ତ ଉତ୍ତର ଲେଖିବ, ମନୋଯୋଗ ସହ ଖାଇବା ସମୟରେ ମୁଁ ଖାଦ୍ୟର ସ୍ୱାଦ ଓ ବାସ୍ନାକୁ ଉପଭୋଗ କରେ, ଏହା ସହିତ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବାକୁ ଭଲ ପାଏ। ତ ପିଲାମାନେ 3 ନମ୍ବର ଉତ୍ତର ଲେଖିବ। 4 ନମ୍ବର ଦେଖ କ'ଣ ଦେଇଛି। 4 ନମ୍ବର କୋଶ୍ଚିନ୍ ଦେଇଛି, ତୁମେ କିପରି ନିଜ ଶରୀରକୁ ଶକ୍ତିଶାଳୀ କରିପାରିବ। ତୁମେ ଅଭ୍ୟାସ କରୁଥିବା ବ୍ୟାୟାମ ଓ ଖେଳ ପଡ଼ିଆର ଖେଳ ଗୁଡ଼ିକର ନାମ ଲେଖ। ତ ପିଲାମାନେ ଦେଖ ବ୍ୟାୟାମ ଦେଇଛି, ଖେଳ ଦେଇଛି, ତ ଚାଲ ଗୋଟେ ଗୋଟେ କରି ଲେଖିବା। ତ ପିଲାମାନେ ବ୍ୟାୟାମ ଦେଇଛି, ବ୍ୟାୟାମରେ ଲେଖିବ
ଯୋଗାସନ, ପ୍ରାଣାୟାମ ଏବଂ ଦୌଡ଼ିବା ଲେଖିବ। ତାପରେ ଆଉ କ'ଣ ତୁମେ ବ୍ୟାୟାମ କରୁଥିବ ସେଇଟା ଗୋଟେ ଗୋଟେ କରି ଲେଖିପାରିବ। ତାପରେ ଦେଖ ଖେଳରେ କ'ଣ ଖେଳ ଲେଖିବ ଫୁଟବଲ୍, କ୍ରିକେଟ୍, ବ୍ୟାଡ଼ମିଣ୍ଟନ ଏବଂ କବାଡ଼ି। ତାପରେ କିଏ ପୁଚି ଖେଳ ଖେଳୁଥିବ, କିଏ କୌଣସି ବି ଖେଳ ଯଦି ଖେଳୁଥିବ, କିଏ ବାଟି ଖେଳ ଖେଳୁଥିବ, କିଏ ବିଲବାଡ଼ି ଖେଳୁଥିବ, କିଏ କବାଡ଼ି ଖେଳୁଥିବ, କିଏ କ'ଣ କ୍ରିକେଟ୍ ଖେଳୁଥିବ, କିଏ କ'ଣ ଯଦି ଖେଳୁଥିବ ବୋଲେ ସେ ଖେଳରେ ଲେଖିବ ଗୋଟେ ଗୋଟେ କରିକି। ଏବେ ନେକ୍ସଟ କ୍ୱେଶ୍ଚିନ୍ ଦେଖ କ'ଣ ଲେଖା ହେଇଛି। 5 ନମ୍ବର ଲେଖା ହେଇଛି ଦୈନନ୍ଦିନ ତୁମେ କେଉଁ ଅଭ୍ୟାସ ଗୁଡ଼ିକ କରିବ? ତୁମେ ଯୋଜନା ଗୁଡ଼ିକ ନିମ୍ନରେ ଲେଖ। ତ ପିଲାମାନେ ଏଇଠି ଦେଖ କାର୍ଯ୍ୟ ଦିଆଯାଇଛି, ତୁମ ଯୋଜନା ଦିଆଯାଇଛି। ଦେଖ କାର୍ଯ୍ୟରେ କ'ଣ ଲେଖା ହେଇଛି ଦେଖ, ସକାଳ ଶୀଘ୍ର ଉଠିବା, ଯୋଗ ଏବଂ ବ୍ୟାୟାମ, ଠିକ୍ ସମୟରେ ସନ୍ତୁଳିତ ଖାଦ୍ୟ ଖାଇବା, ବ୍ୟାୟାମ ଓ ଖେଳ, ଟିଭି ଓ ମୋବାଇଲ କମ୍ ବ୍ୟବହାର, ତାପରେ ପୁସ୍ତକ ପଢ଼ିବା, ତାପରେ ଶାନ୍ତିରେ ଶୋଇବା। ଏଇଟା କାର୍ଯ୍ୟରେ ଲେଖିଛି। ତୁମ ଯୋଜନାରେ କ'ଣ ଲେଖିବ ଦେଖ କହିଦେଉଛି। ଦେଖ ସକାଳ ଶୀଘ୍ର ଉଠିବା ଲେଖିଲ, ସେ ଲେଖିଛି। ତାପରେ ଦେଖ ତୁମ ଯୋଜନା ଲେଖିବ ପ୍ରତିଦିନ ସକାଳ 5ଟା କିମ୍ବା 6ଟା ମଧ୍ୟରେ ଶୌଚ ତ୍ୟାଗ କରିବି। ତାପରେ ଯୋଗ ଏବଂ ବ୍ୟାୟାମ, ସକାଳୁ ଅତି କମରେ 30 ମିନିଟ୍ ଯୋଗ ଓ ପ୍ରାଣାୟାମ କରିବି। ତାପରେ ଠିକ୍ ସମୟରେ ସନ୍ତୁଳିତ ଖାଦ୍ୟ ଖାଇବା। ତାପରେ ଏକାଣ୍ଡରେ କ'ଣ ଲେଖିବ ତୁମ ଯୋଜନାରେ, ସମୟ ଅନୁସାରେ ପୁଷ୍ଟିକର ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କରିବା, ବାହାର ଖାଦ୍ୟ ଖାଇବା ନାହିଁ। ତ ଏମିତି ଲେଖିବ। ତାପରେ ଦେଖ କ'ଣ ଦିଆଯାଇଛି, ବ୍ୟାୟାମ, ଖେଳ, ଅପରାହ୍ନର ସାଙ୍ଗମାନଙ୍କ ସହ କିଛି ସମୟ ଖେଳକୁଦ କରିବି। ତାପରେ ଟିଭି ଓ ମୋବାଇଲ କମ୍ ବ୍ୟବହାର। ଦେଖ ଦିନକୁ ମାତ୍ର 1 ଘଣ୍ଟା ମନୋରଞ୍ଜନ ପାଇଁ ଟିଭି କିମ୍ବା ମୋବାଇଲ ବ୍ୟବହାର କରିବି। ତାପରେ ଆଉ ଗୋଟେ କ'ଣ ଲେଖାଯାଇଛି, ପୁସ୍ତକ ପଢ଼ିବା, ପ୍ରତିଦିନ ପାଠ୍ୟ ପୁସ୍ତକ ସହିତ ଅନ୍ୟାନ୍ୟ ଜ୍ଞାନକୋଷ ବା ଗପ ବହି ପଢ଼ିବା। ତାପରେ ନିଜ ଟିଉସନ୍ ହୋମୱାର୍କ କ'ଣ ଦିଆଯାଇଛି ତୁମେ ପୁସ୍ତକରେ ପଢ଼ିବା। ତାପରେ ଶାନ୍ତିରେ ଶୋଇବା, ରାତି 10ଟା ସୁଦ୍ଧା ବା ରାତି 9ଟା ସୁଦ୍ଧା ଶୋଇବାକୁ ଯଦି ଏବଂ ଅତି କମରେ 7-8 ଘଣ୍ଟା ଶୋଇବା। ତ ପିଲାମାନେ କ୍ୱେଶ୍ଚିନ୍ ଆନ୍ସର୍ ଏମିତି ସାରଣୀରେ ପୂରଣ କରିବ। ତ ପିଲାମାନେ ଏହିପରି ଭାବେ ଆନନ୍ଦମୟ ସୁସ୍ଥ ଜୀବନଯାପନ ଷଷ୍ଠ ପାଠ କ୍ୱେଶ୍ଚିନ୍ ଆନ୍ସର୍ ସରିଲା। ତ ପିଲାମାନେ ଏଇଟା ପରିବେଶରେ ସରିଲା କ୍ୱେଶ୍ଚିନ୍ ଆନ୍ସର୍। ମୁଁ ସାହିତ୍ୟରେ ବି ପ୍ରଥମ ପାଠ ଛାଡ଼ି ଦେଇଛି। ତାପରେ ଇଂଲିଶର ମାଇ ବାଇସାଇକେଲ ବି ଛାଡ଼ି ଦେଇଛି। ସାହିତ୍ୟରେ କ'ଣ ଦେଇଛି ଯେ ସାହିତ୍ୟରେ ଟିକି ଛଡ଼େଇର ବି କ୍ୱେଶ୍ଚିନ୍ ଆନ୍ସର୍ ଛାଡ଼ି ଦେଇଛି। ପ୍ରଥମ ପାଠ ଛାଡ଼ି ଦେଇଛି ଦେଖ। ତାପରେ ଆଉ କାହାକୁ କ'ଣ ଯଦି କ୍ୱେଶ୍ଚିନ୍ ଆନ୍ସର୍ ଦରକାର ହେଲେ କମେଣ୍ଟ କରି କହିବ।